ପାପ ଲୁଚାଇ ପାପ ସହିତ ଖେଳେ। ପାପ ତାର ଜୀବନ ସହିତ ଖେଳେ। ହିତୋପଦେଶ 28 ଅଧ୍ୟାୟର 13 ପଦରେ ଲେଖାଯାଏ ଈଶ୍ୱରଙ୍କର ବାକ୍ୟ କହେ ପାପ ଲୁଚାଇବେ ତ ଆପଣଙ୍କର ଜୀବନରେ ଅମଙ୍ଗଳ ମଙ୍ଗଳ କେବେ ହେବନି, ଅମଙ୍ଗଳ ସର୍ବଦା ହେବ। ପାପ ସହିତ ଜୀବନ ଯାପନ କାଟିବେ, ପାପ ସହିତ ଯାହା ବି କରିବେ ମଙ୍ଗଳ ଦେଖାଯିବ ନାହିଁ ଜୀବନରେ। ଏକ ଛୋଟ ପାପ ବଡ଼ ଅମଙ୍ଗଳ ଜୀବନରେ ଆଣି ଦେଇଥାଏ। ଅନେକ କହନ୍ତି ଅନେକ ବ୍ୟଭିଚାର କରୁଅଛନ୍ତି, ମୁଁ କଲେ କ'ଣ ହେଲା? ଅନେକ ଖୈନି ପୁଡ଼ିଆ ଗୁଟକା ପାନ ସିଗାରେଟ୍ ଲିପ୍ତ ଅଛନ୍ତି, ମୁଁ କଲେ କ'ଣ ହେଲା? ପ୍ରିୟ ଈଶ୍ୱରଙ୍କର ଏ ସମସ୍ତ ବିଷୟ ଈଶ୍ୱରଙ୍କର ମନ୍ଦିରକୁ ଅପବିତ୍ର କରେ, ଅମଙ୍ଗଳ କରେ, ନଷ୍ଟ କରେ। ପାପ କେବେ ବି ଉନ୍ନତି ଆଣେ ନାହିଁ ଜୀବନରେ। ପାପ ସର୍ବଦା କ୍ଷତି କରେ, ସର୍ବନାଶ କରେ। ମଣିଷ ସ୍ୱାଭାବିକ ଭାବରେ ପାପ କରେ, ପାପ ହୁଏ, କିନ୍ତୁ ପାପ ଧରି ରୁହେ ନାହିଁ, କାରଣ ପାପ ଜୀବନକୁ ସମ୍ପୂର୍ଣ୍ଣ